ହରିଶ୍ୟାମ ଚିତ୍ତବୃତ୍ତ ଚିତ୍ତବିନୋଦ ଦ୍ୱିତୀୟ ଭାଗ ଉଗ୍ରସେନର ରାଜ୍ୟାଭିଷେକ ଦଶମ ଭାଗ ମତାରଭୂତ ଅତିନାରାୟଣ କିମ୍ପାଏ ଜଞ୍ଜାଳଦେବୀ ସାରିତା ଚରଣ ଶ୍ରୀକୃଷ୍ଣ ବୋଇଲେ ଅଜାନକ ମାନ ମାମ ମଲାୟକ ହେଲାୟତି ଭୁବନ ମୁଁ ଯିବି ହୋଇବି ଆୟା ନିନ୍ଦିବେ সকলে বলিবে কংসর কুমারী কৃষ্ণায়নে দুষ্ট বলে তাকু কলে সে সংহার নথিলা কি তার পিতা উগ্রসেন বীর অশান্তি পুଣି ତାହାର ଦୁଇ ଶିଶୁ ସୁତ ପିତାଙ୍କ ବିନାଶୀ ତାଙ୍କୁ କଲେ ପ୍ରିୟନାଥ ଏ ମନ୍ତ୍ର ଆଖ୍ୟାତ ମତେ ନଦିଅ ନରେଶ ଗବ୍ରାହ୍ମଣ ହିତେ ସିନା କଂସ ଗଲା ନାଶ ଲାଜର ଭେମାମଙ୍କୁ ମୁଁ କହି ନାହିଁ ହତ କିମ୍ପାଇ ମାନ ମତେ କହନରନାଥ ସ୍ୱୟଂ ଉଗ୍ରସେନ ଚାର ମାନଙ୍କୁ ହକାଇ ବଇଲା ସଖୀ ମାନଙ୍କୁ ଆନବେଗ କରି ଆଜ୍ଞା ପାଇଁ ଚାରଣ ବେଗ ହାଇ ଗଲେ ପାତ୍ର ମାତ୍ର ମାନଙ୍କୁ ହକାଇ ଆଣିଲେ ସେମାନଙ୍କୁ ଚାହିଁ ଆଜ୍ଞା ଢେରେ ନରବର ଭଣ୍ଡାର ଅଣାବରେ ଓ ପୟାର ସମ୍ଭାର ରାଜା ଆଜ୍ଞା ପାଇଁ ମନ୍ଦି ଭଣ୍ଡାର ଫିଟାଇ ପୂଜା ଉପଚାର ମାନ ଆଣିଲେ ବୁହାଇ ଦେଖି ଉଗ୍ରସେନ ବୀର ଶ୍ରୀକୃଷ୍ଣଙ୍କୁ ଜଣାଇ ଉପହାର ମାନ ସବୁ ଆସିଲା ଗୋସାଇ କିପରି ଜାଣିବ ତେ କାହା ଘରେ ଦେବେ କି ଉପାୟ ନାରୀ ମାନେ ଏସବୁ ପାଇବେ ଉଗ୍ରସେନ ବାକ୍ୟ କୃଷ୍ଣ ଲେଖନ ପତର ଧରଣୀ କହିଲେ ନାମ ସବୁ ନାରୀଙ୍କର ଯେ ଯାହା ମନାସିଲେ ତାହା ସେ ଦେଖିଲେ ଗୋଟିଏ ନାମ କାହାରି କହୁନ ସାରିରେ ସାଇ ସାଇ କନ୍ଦି କନ୍ଦି ଘର ଘର କରି ବହୁତ ନାରୀଙ୍କର ନାମ ଧୀରେ ଶ୍ରୀ ହରି ବ୍ରହ୍ମାଣ୍ଡନାଥ ସେ ସବୁ ଗତେ ପୁରିଅସି ତାହାକୁ ବା କାହା ନାମ ଅଗୋଚରସି ଏସ ନକପତେ ଲେଖି ରାଜା ମୁଖ ଚାହିଁ ବଇରେ ଆଯାଇ ପତନୀୟ ତୁହି ଓମ୍ ଜୟ ଶ୍ରୀ ହରିଶ୍ୟାମ।